ପିଲାମାନେ ଆଜି ଆମେ ଗପ ଶୁଣିବା ଏବଂ ଗପ ଶୁଣେଇବାର ଯେଉଁ ପରମ୍ପରା ଥିଲା ଆମର ପିଲାମାନେ ତାଙ୍କର ଆଈ ଜେଜେମାଙ୍କ ଜେଜେବାପା ଅଜା ଏମାନଙ୍କଠୁ ଗପ ଶୁଣୁଥିଲେ ସେଇ ପରମ୍ପରା ତ ଚାଲିଗଲାଣି। ଆଉ ପିଲାମାନେ ଗପ ଶୁଣୁନାହାନ୍ତି। ଆଈ ମା ପାଖରେ ଜେଜେମା ପାଖରେ ଗପ ଶୁଣିବାର ଅଭ୍ୟାସ ପଳେଇଗଲାଣି। ତ ମୁଁ ଆଜି ତୁମମାନଙ୍କୁ ଗପ ଶୁଣେଇବା ପାଇଁ ଚାହୁଁଛି। ଆସ ଆମେ ଗପ ଶୁଣିବା। ଏ ତ ଗପ ନୁହେଁ, ଏ କାହାଣୀ, ରାମାୟଣର କାହାଣୀ। ଆଉ ତୁମେମାନେ ତ ରାମାୟଣ କଥା ଜାଣିଛ, ତା ଭିତରେ ଗୋଟେ ଛୋଟିଆ କାହାଣୀଟେ ମୁଁ ତୁମମାନଙ୍କୁ କହୁଛି। ଆମର କାହାଣୀର ନାଁ ହେଉଛି ଲକ୍ଷ୍ମଣ କାହିଁକି କାନ୍ଦିଲେ। ଲକ୍ଷ୍ମଣ କିଏ? ନା ଦଶରଥଙ୍କର 4 ପୁଅ ରାମଚନ୍ଦ୍ର, ଭରତ, ଲକ୍ଷ୍ମଣ ଆଉ ଶତ୍ରୁଘ୍ନ। ଲକ୍ଷ୍ମଣ ହେଉଛନ୍ତି ସୁମିତ୍ରାଙ୍କର ପୁଅ, ତେଣୁ ଲକ୍ଷ୍ମଣଙ୍କର ଅନ୍ୟ ନାମ ହେଉଛି ସୌମିତ୍ରେ। ଯେତେବେଳେ ବନବାସ ଗଲେ ରାମ 14 ବର୍ଷ, ତାଙ୍କ ସହିତ ଲକ୍ଷ୍ମଣ ଯାଇଥିଲେ ଏବଂ ତାଙ୍କର ପତ୍ନୀ ସୀତା ଯାଇଥିଲେ। ତେଣୁ ମୋର କାହାଣୀଠୁ ଆରମ୍ଭ କରିବି। ଆମେ ତ ବହୁତ କଥା ରାମାୟଣ କଥା ଆଲୋଚନା କଲେ ତ ବହୁତ ହେବ, କିନ୍ତୁ ମୋର ଯେଉଁ କାହାଣୀ ଆଜିର ସେଇ କାହାଣୀ ବିଷୟ ଉପରେ ମୁଁ ତୁମକୁ କହିବି ଯେ ଲକ୍ଷ୍ମଣ କାହିଁକି କାନ୍ଦିଲେ। ଲକ୍ଷ୍ମଣ ଯେତେବେଳେ ବନବାସ ସମୟରେ ପଞ୍ଚବଟୀରେ ରାମ ଲକ୍ଷ୍ମଣ ସୀତା ପହଞ୍ଚିଲେ। ପଞ୍ଚବଟୀ ହେଉଛି ପଞ୍ଚବଟର ସମାହାର। 5ଟା ବରଗଛ ସେଠି ଥିଲା। ଗୋଦାବରୀ ନଦୀ କୂଳରେ ପଞ୍ଚବଟୀରେ ପହଞ୍ଚିଲେ ରାମଚନ୍ଦ୍ର। ଏତେ ସୁନ୍ଦର ସେ ପରିବେଶ, ନୈସର୍ଗିକ ପରିବେଶ ଦେଖିକିରି ରାମଚନ୍ଦ୍ର କହିଲେ ଆମେ ଏଇଠି କୁଡ଼ିଆ କରିକି ରହିବା କିଛି ଦିନ। ତ କହିଲେ ଏବଂ ଗୋଟେ ଜାଗାରେ ବସିକିରି ଲକ୍ଷ୍ମଣକୁ କହିଲେ ଯେ ଯାଅ ଲକ୍ଷ୍ମଣ, ଗୋଟେ କୁଡ଼ିଆ ତିଆରି କରିଦିଅ। ସେଠୁ ସେ କହିଲେ କୁଡ଼ିଆ କେଉଁଠି ତିଆରି କରିବି କୁଡ଼ିଆ ବୋଲି କିଛି ଭାବି ପାରିଲେନି। ଇଏ କହିଦେଇକି ରାମଚନ୍ଦ୍ର ଲକ୍ଷ୍ମଣକୁ କହିଦେଇକିରି ବସିକି ମା ସୀତାଙ୍କ ସହିତ କଥାବାର୍ତ୍ତା ହେଲେ। କିଛି ସମୟ କଥାବାର୍ତ୍ତା ହେଇଛନ୍ତି। ଏହି ସମୟ ପରେ ବୁଲିକିରି ଅନେଇଲା ବେଳକୁ ଲକ୍ଷ୍ମଣ ତିଆରି କରିବା ପାଇଁ ଯାଇନାହାନ୍ତି, ଠିଆ ହେଇଛନ୍ତି। ସେଠୁ ସେ କହିଲେ ଯେଉଁ ଯେ ଲକ୍ଷ୍ମଣ ତ ଏବେ ଏମିତି କିଛି କେବେ କରନ୍ତିନି, ମୋ ଲକ୍ଷ୍ମଣ ତ ମୋ କଥାକୁ କେବେ ଅବମାନନା ବି କରନ୍ତିନି, ଅମାନ୍ୟ ବି କରେନି। ଆଜି କାହିଁକି ଲକ୍ଷ୍ମଣ ମୋ କଥା ନ ମାନିକି ଠିଆ ହେଇଛନ୍ତି। ତେଣୁ ବଡ଼ ଆଶ୍ଚର୍ଯ୍ୟ ହେଲେ। ପାଖକୁ ଯାଇ ଦେଖିଲେ ଲକ୍ଷ୍ମଣ କାନ୍ଦୁଛନ୍ତି। ତାପରେ ବଡ଼ ଦୁଃଖ ପ୍ରକାଶ କଲେ ରାମଚନ୍ଦ୍ର ଯେ ମୁଁ ତ ଲକ୍ଷ୍ମଣକୁ ଏମିତି କିଛି କଥା କହିନି ଯେ ଯେଉଁଥିରେ ଲକ୍ଷ୍ମଣ କାନ୍ଦିବେ। ମା ସୀତା ବି ବ୍ୟସ୍ତ ହେଇଗଲେ ଯେ ଲକ୍ଷ୍ମଣକୁ ତ ସେମିତି କିଛି କହିନାହାନ୍ତି ସେ କାନ୍ଦିବେ। ତେଣୁ ବଡ଼ ସ୍ନେହରେ ପ୍ରେମରେ ରାମଚନ୍ଦ୍ର ପଚାରିଲେ ଯେ ଲକ୍ଷ୍ମଣ ତମେ କାନ୍ଦୁଛ କାହିଁକି? କ'ଣ କହିଲି? ମୁଁ ତ କିଛି କହିନି, କୁଡ଼ିଆଟେ ବନେଇବା ପାଇଁ କହିଲି। ତ ଲକ୍ଷ୍ମଣ କାନ୍ଦ କୋହ ଉଠି ଯାଉଥିଲା। କାନ୍ଦ ବନ୍ଦ କରିକି କହିଲେ ଯେ ଭାଇ, ମୋର ନିଜର ଇଚ୍ଛା କେଉଁଠୁ ଆସିଲା? ମୁଁ ତ ସବୁ ଇଚ୍ଛା, ସବୁ ଭାବନା ମୁଁ ତୁମକୁ ସମର୍ପଣ କରିଦେଇଛି। ମୋର ନିଜର କେଉଁଠି ଇଚ୍ଛା ଆସିଲା? ତୁମେ ମୋତେ ପର କରିଦେଉଛ। ତୁମେ କହିଲ ଯେ ଲକ୍ଷ୍ମଣ ତୁ ଯା ଗୋଟେ କୁଡ଼ିଆ ବନେଇ ଦେଉ। କେଉଁଠି କୁଡ଼ିଆ ବନେଇବି, କେମିତି ବନେଇବି, ଏଇସବୁ ତ ମୁଁ ତୁମକୁ ସମର୍ପଣ କରିଦେଇଛି। ସେଠୁ ଜାକି ପକେଇଲେ ଲକ୍ଷ୍ମଣ। କେତେ ସମର୍ପଣ ଭାବ, କେତେ ବିନମ୍ର ଭାବ, କେତେ ନମ୍ରତାର ଭାବ, ଭାଇ ପ୍ରତି କେତେ ଶ୍ରଦ୍ଧା, କେତେ ସମ୍ମାନ। ସାଙ୍ଗେ ସାଙ୍ଗେ କହିଲେ ହଉ, ଏଇ ଯେଉଁ ନଦୀ ବହିଯାଉଛି, ନଦୀ ବହିଗଲା ବେଳକି ବରଗଛ ଗୁଡ଼ିକ ନଈଁକିରି ରହିଛି, ସେଇ କଡ଼ରେ ଗୋଟେ ସୁନ୍ଦର ଜାଗାଟିଏ ଅଛି। ସେଇ ଜାଗା ପାଖରେ ତୁମେ କୁଡ଼ିଆଟିଏ ବନାଅ, ଆମେ ସେଇଠି ରହିବା। ତାପରେ ଲକ୍ଷ୍ମଣ ଗଲେ କୁଡ଼ିଆ ବନେଇବା ପାଇଁ। ଲକ୍ଷ୍ମଣଙ୍କୁ ପଛକୁ ଅନେଇକିରି ରାମଚନ୍ଦ୍ର ଏବଂ ସୀତା ବହୁତ ସମୟ ଲକ୍ଷ୍ୟ କଲା ପରେ କହିଲେ ଏତେ ସମର୍ପଣ, ଏତେ ନମ୍ରତା, ଏତେ ଶ୍ରଦ୍ଧା କେଉଁଠି ଆଉ ମିଳିବ? ତେଣୁ ଏ ସବୁ ଯୁଗ ପାଇଁ, ଏ ସମସ୍ତଙ୍କ ପାଇଁ ଅନୁକରଣୀୟ, ଅନୁସରଣୀୟ ହୋଇ ରହିବ। ପିଲାମାନେ ଗୋଟିଏ କଥା କହିବି, ଭାରତୀୟ ସଂସ୍କୃତିରେ ପରିବାରଟା ହେଉଛି ଏକ ମୁଖ୍ୟ ଜିନିଷ। ପରିବାର ଭିତରେ ସୌହାର୍ଦ୍ଦ୍ୟ, ଭାଇ ଭଉଣୀ ଭିତରେ ପ୍ରେମର ଭାବ, ଶ୍ରଦ୍ଧା, ଏଇଟା ନିହାତି ରହିବା ଦରକାର।
ଶରୀର ଯେମିତି ଗୋଟିଏ କେତେ ଗୁଡ଼ିଏ କୋଷର ସମାହାର। ଗୋଟିଏ କୋଷ ନଷ୍ଟ ହେଇଗଲେ ଶରୀର ନଷ୍ଟ ହେଇଯାଏ। ସେମିତି ଏଇ ଦେଶ ବା ଏଇ ସମଗ୍ର ସମାଜ କେତେ ଗୁଡ଼ିଏ ପରିବାରର ସମାହାର। ଯଦି ପରିବାର ନଷ୍ଟ ହେଇଯିବ ତାହେଲେ ଆମର ମୂଲ୍ୟବୋଧ ଦେଶ ସମାଜ ନଷ୍ଟ ହେଇଯିବ। ତେଣୁ ପରିବାରକୁ ଯଦି ଆମେ ଧରି ରଖିବା, ପରିବାର ଭିତରେ ଯଦି ଶାନ୍ତି ସୌହାର୍ଦ୍ଦ୍ୟ ଆଣିବା, ଦେଶ ସମାଜ ଭିତରେ ଶାନ୍ତି ସୌହାର୍ଦ୍ଦ୍ୟ ଆସିବ। ତେଣୁ ଏଇଥିପାଇଁ ଆଜିର ଗପ ଥିଲା କ'ଣ ନା ଲକ୍ଷ୍ମଣ କାହିଁକି କାନ୍ଦିଲେ। ତୁମମାନେ ଶୁଣିପାରିଲ ଲକ୍ଷ୍ମଣ କାହିଁକି କାନ୍ଦିଥିଲେ। ତେଣୁ ଆମେ ଏଇଟା ଲକ୍ଷ୍ମଣଙ୍କ ଜୀବନୀରୁ ଶୁଣିବା, ଶୁଣିଲେ ତ ତାକୁ ଅନୁକରଣ କରିବାର ପ୍ରୟାସ କରିବା। ଆଜି ଏଇଠି ଗପ ରହିଲା। ପୁଣି ଆସନ୍ତାକାଲି ଆମେ ଆଉ ଗୋଟିଏ ଗପ ଶୁଣିବା। ତମମାନେ ଆସିବ ଗପ ଶୁଣିବା ପାଇଁ। ଏଇଠି ରଖୁଛି।